ଯେଉଁମାନଙ୍କର ଆଧାର କାର୍ଡ଼ ଅଛି ତାହେଲେ ସାବଧାନ ହେଇଯାଆନ୍ତୁ। ବର୍ତ୍ତମାନ ନୂଆ ନିୟମ ଆସିଗଲା ସମସ୍ତଙ୍କ ପାଇଁ, ଛୋଟ ପିଲାଠୁ ଆରମ୍ଭ କରି ବଡ଼ ପିଲାଙ୍କ ପର୍ଯ୍ୟନ୍ତ ଯେଉଁମାନଙ୍କର ଆଧାର କାର୍ଡ଼ ଅଛି ସାବଧାନ ହେଇଯାଆନ୍ତୁ। କାରଣ ଏମିତି ଗୋଟେ ଅପଡ଼େଟ୍ ଦେଇଛନ୍ତି ସରକାର ତରଫରୁ, ତ ଆପଣ ଶୁଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେଇଯିବେ। ତ ଆପଣମାନେ ଭାବିବେ ଆଧାର କାର୍ଡ଼ କ'ଣ ପାଇଁ ଫେର ଆସୁଥିଲା ଆଉ କ'ଣ ପାଇଁ ଏମିତି ନିୟମ ପରିବର୍ତ୍ତନ କରିବାକୁ ଯାଉଛନ୍ତି ସରକାର। ଭିଡ଼ିଓକୁ ସମ୍ପୂର୍ଣ୍ଣ ଦେଖିବା ପାଇଁ ଆପଣମାନଙ୍କୁ ଅନୁରୋଧ। ଭିଡ଼ିଓ ଦେଖିଲେ ଜାଣିପାରିବେ ଆଧାର କାର୍ଡ଼ ବର୍ତ୍ତମାନ କ'ଣ କରିବା ପାଇଁ ଯାଉଛି। ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଯଦି ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଅଲ୍କୁ କ୍ଲିକ୍ କରିଦିଅନ୍ତୁ, ଯାହାକି ଫଳରେ ଏଇଭଳିଆ ଇନଫର୍ମେସନ୍ ଭିଡ଼ିଓ ଆପଣମାନଙ୍କ ପାଖରେ ସହଜରେ ପହଞ୍ଚି ପାରିବ। ପ୍ରଥମ ଅପଡ଼େଟ୍ ଆପଣଙ୍କ ସାମ୍ନାରେ ଆଧାର କାର୍ଡ଼ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ଼ କରିବାକୁ ଚାହୁଁଛନ୍ତି କିମ୍ବା ଆଧାର କାର୍ଡ଼ରେ କୌଣସି ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି, ତେବେ ଏହି ନିୟମ ବିଷୟରେ ଜାଣିବା ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ନୂଆ ନିୟମରେ ଆପଣଙ୍କୁ ବଡ଼ ସୁବିଧା ମଧ୍ୟ ମିଳିପାରେ। ଚାଲନ୍ତୁ ଜାଣିବା ସେକେଣ୍ଡ ଅପଡ଼େଟ୍ ବିଷୟରେ। କେନ୍ଦ୍ର ସରକାର ଆଧାର କାର୍ଡ଼ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ନୂତନ ପଞ୍ଜୀକରଣ କିମ୍ବା ବାୟୋମେଟ୍ରିକ୍ ଅପଡ଼େଟ୍ ପାଇଁ ପିଲା ଏବଂ କିଶୋରମାନଙ୍କୁ ଆଉ କୌଣସି ଶୁଳ୍କ ନିଆଯିବ ନାହିଁ। ବର୍ତ୍ତମାନ ଏହି ସୁବିଧା ପାଇଁ 50 ଟଙ୍କା ଆଦାୟ କରାଯାଉଥିଲା। ନୂତନ ନିୟମଗୁଡ଼ିକ ଏବେ 5ରୁ 7 ବର୍ଷ ଏବଂ 15ରୁ 17 ବର୍ଷ ବୟସର ପିଲାମାନଙ୍କ ପାଇଁ ଲାଗୁ ହେବ। ମୁଁ ଆପଣମାନଙ୍କୁ ଆଉ ଥରେ କହି ରଖୁଛି, ଯେଉଁ ଆଧାର କେନ୍ଦ୍ରରେ ଯାଇକରି ଆପଣମାନେ ଆଧାର ଆପ୍ଲାଏ କରିବା ପାଇଁ 50 ଟଙ୍କା ଦେଉଥିଲେ, ସେମାନେ ଫ୍ରଡ଼୍ କରୁଥିଲେ ଆପଣଙ୍କ ସହିତ। କ'ଣ ଫ୍ରଡ଼୍ କରୁଥିଲେ? ସେମାନେ ଆପଣଙ୍କଠୁ 50 ଟଙ୍କା ନେଉଥିଲେ, ଫିର୍ ସରକାରଠୁ ଆଉ ଥରେ 50 ଟଙ୍କା ନେଉଥିଲେ, ଏମିତିକି 100 ଟଙ୍କା ନେଇଯାଉଥିଲେ। ସରକାର ଏବେ ସେ ସୁବିଧା ହଟେଇ ଦେଲେ। କାରଣ 50 ଟଙ୍କା କେବଳ ସରକାର ଦେବେ, ଆପଣ ବିନା ମୂଲ୍ୟରେ ଆଧାର କାର୍ଡ଼ ଆପ୍ଲାଏ କରି ଆଧାର କାର୍ଡ଼ ବାହାର କରିପାରିବେ। ଯଦି ଆପଣଙ୍କଠୁ 50 ଟଙ୍କା ମାଗନ୍ତି, ତାହେଲେ ଆପଣଙ୍କୁ ଏକ ଟୋଲ୍ ଫ୍ରି ନମ୍ବର ଦିଆଯିବ। ସେହି ଟୋଲ୍ ଫ୍ରି ନମ୍ବରରେ ଆପଣ କଲ୍ କଲେ ତାଙ୍କ ନାଁରେ କମ୍ପ୍ଲେନ୍ ହୋଇପାରେ ଏବଂ ତାଙ୍କର ଦୋକାନ ଆଧାର କେନ୍ଦ୍ର ବନ୍ଦ ହୋଇଯାଇପାରିବ। ଆଧାର କାର୍ଡ଼ ସବୁ ଭାରତୀୟଙ୍କ ସ୍ୱତନ୍ତ୍ର ପରିଚୟ ପତ୍ର। କୌଣସି ସରକାରୀ କାର୍ଯ୍ୟକ୍ରମ ହେଉ କିମ୍ବା ଅନ୍ୟ କିଛି ସମ୍ପୃକ୍ତ ବ୍ୟକ୍ତିଙ୍କ ପରିଚୟ ଯାଞ୍ଚ ପାଇଁ ଆଧାର କାର୍ଡ଼ ହେଉଛି ସହଜ ଉପାୟ। ଏଥିରେ UIDAI ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଦ୍ୱାରା ପ୍ରଦାନ କରାଯାଉଥିବା ଏକ ସ୍ୱତନ୍ତ୍ର ଆଧାର ନମ୍ବର ଅନ୍ତର୍ଭୁକ୍ତ। ଏହା ସହ କାର୍ଡ଼ରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଗତ ତଥ୍ୟ ଯେପରିକି ଫିଙ୍ଗର ପ୍ରିଣ୍ଟ, ଆଇରିସ୍ ଏବଂ ଫେସିଆଲ୍ ଇମେଜ୍ ଭଳି ବାୟୋମେଟ୍ରିକ୍ ତଥ୍ୟ ମଧ୍ୟ ରହିଛି। ଯେହେତୁ ଆଧାର କାର୍ଡ଼ରେ ବାୟୋମେଟ୍ରିକ୍ ତଥ୍ୟ ରହୁଛି, ତେଣୁ ଏହା ଗୁରୁତ୍ୱପୂର୍ଣ୍ଣ। ଦେଶରେ ପ୍ରାୟ 90% ଜନସଂଖ୍ୟାର ଆଧାର କାର୍ଡ଼ ଅଛି, ଅର୍ଥାତ୍ ପ୍ରାୟ 134 କୋଟି ଲୋକଙ୍କ ପାଖରେ ଆଧାର କାର୍ଡ଼ ଅଛି। ଅନେକ ସ୍ଥାନରେ ଡକୁମେଣ୍ଟ ଭାବରେ ଆଧାର କାର୍ଡ଼ ଆବଶ୍ୟକ। ତେବେ ଆପଣ ଜାଣିଛନ୍ତି କି ନାହିଁ, ଆଧାର କାର୍ଡ଼ 2 ପ୍ରକାର ଅଛି। ବର୍ତ୍ତମାନ ମୁଁ ଆପଣଙ୍କୁ କହି ରଖୁଛି, ଆଧାର କାର୍ଡ଼ ଦେଶରେ 90% ଜନସଂଖ୍ୟାର ଆଧାର କାର୍ଡ଼ ଅଛି। 134 କୋଟି ଲୋକ ପାଖରେ ଆଧାର କାର୍ଡ଼ ବ୍ୟବହାର କରୁଛନ୍ତି ବା ଆଧାର କାର୍ଡ଼ ଅଛି। ବର୍ତ୍ତମାନ ସବୁ ଡକୁମେଣ୍ଟରେ, ସବୁ ସରକାରୀ କାର୍ଯ୍ୟକ୍ରମରେ, ବର୍ତ୍ତମାନ ସରକାର କାର୍ଯ୍ୟକ୍ଷେତ୍ରରେ ଆଧାର କାର୍ଡ଼ ନିହାତି ଆବଶ୍ୟକ। ଆଧାର କାର୍ଡ଼ ନଥିଲେ ଆପଣଙ୍କର କୌଣସି କାର୍ଯ୍ୟ ହେବ ନାହିଁ। 5 ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ବ୍ଲୁ ଆଧାର କାର୍ଡ଼ ତିଆରି କରାଯାଉଥିଲା। ଏବେ ପିଲାଙ୍କ ଆଧାର କାର୍ଡ଼ ପାଇଁ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ। ଆପଣମାନଙ୍କ ପାଇଁ ବଡ଼ ଖୁସି ଖବର। ପିଲାମାନଙ୍କ ପାଇଁ, ଛୋଟ ପିଲାମାନଙ୍କ ପାଇଁ ଆଧାର କାର୍ଡ଼ ପାଇଁ ଆପଣମାନେ ପଇସା ଦେଉଥିଲେ 50 ଟଙ୍କା, ଆଉ କୌଣସି ଶୁଳ୍କ, କୌଣସି ପଇସା ଆପଣଙ୍କୁ ଦେବା ପାଇଁ ପଡ଼ିବନି। ଯଦି ବା ଆପଣଙ୍କୁ ଆଧାର କେନ୍ଦ୍ରରେ ଆପଣଙ୍କୁ ଆଧାର ବନେଇବା ଟାଇମ୍ରେ ପଇସା ମାଗନ୍ତି, ତାହେଲେ ଗୋଟେ କଥା କହିବେ, ସରକାର ତ ଆପଣଙ୍କୁ ପଇସା ଦେଉଛନ୍ତି, ତ ଆମେମାନେ କ'ଣ ପାଇଁ ଆପଣଙ୍କୁ ଦେବୁ? ତ ନହେଲେ ଆମେମାନେ କମ୍ପ୍ଲେନ୍ କରିବୁ,
ଆମର ଆଜିର ଭିଡ଼ିଓ ଥିଲା ଏକ ଗୁରୁତ୍ୱପୂର୍ଣ୍ଣ ଭିଡ଼ିଓ। ଆମ ଭିଡ଼ିଓରୁ ଯଦି ଆପଣଙ୍କୁ କିଛି ଶିଖିବାକୁ ମିଳିଛି ବା ଆପଣଙ୍କୁ ପସନ୍ଦ ଆସିଛି, ଭିଡ଼ିଓକୁ ଗୋଟେ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଅଲ୍କୁ କ୍ଲିକ୍ କରିଦିଅନ୍ତୁ, ଯାହାକି ଫଳରେ ଏଇଭଳିଆ ଇନଫର୍ମେସନ୍ ଭିଡ଼ିଓ ଆପଣମାନଙ୍କ ପାଖରେ ସହଜରେ ପହଞ୍ଚି ପାରିବ। ତ ଦେଖା ହେବ ଆଉ ଗୋଟେ ନୂଆ ଭିଡ଼ିଓରେ। ରହୁଛି, ଜୟ ଜଗନ୍ନାଥ।